ଶ୍ରୀମଦ୍ଭାଗବତ ତୃତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟ। ହେମନ୍ତ ଦେବଙ୍କ ବଚନ ଶୁଣି ସନ୍ତୋଷ ଭଗବାନ ନିବୃତ୍ତି ପ୍ରାୟ ଲୋକ ହିତେ ଈଶ୍ୱର ଇଚ୍ଛାଏ ହିତ ଈଶ୍ୱର ଇଚ୍ଛାଏ ଆୟତ ସେକାଳ ଶକ୍ତି ରୂପ ଧରି ତ୍ରୟୋବଂଶତି ତତ୍ତ୍ୱପୁରୀ ଚେଷ୍ଟା ସ୍ୱରୂପ ତାଙ୍କ ମଧ୍ୟ ନିବୃତ୍ତି କର୍ମର ପ୍ରଭୃତେ ସଂଯୋଗ କରି ଭିନ୍ନ ଭିନ୍ନ ଯାହାର ଯହିଁ ପ୍ରୟୋଜନ ଯେ ଯାହା ମାୟା ବଳ ନେଇ ଅଧି ପୁରୁଷ ରୂପ ବହି ହେମନ୍ତ ପରମ ପୁରୁଷ ମାତାଙ୍କ ମଧ୍ୟ ପରକାଶ ଏକ ଆରକେ ଭୋକ୍ଷ ପାଇ ଚର ଅଚର ଲୋକେ ଦହି ସୁବର୍ଣ୍ଣମୟ ଯେ ସେ ପୁରୁଷ ରହିଲା ସହସ୍ର ବରଷ ସେ ଜଳ ରୂପୀ ନାରାୟଣ ଅନାଦି ପରମ କାରଣ ସକଳ ଜୀବ ଆତ୍ମା ସେହି ସର୍ବ ଶରୀରେ ସଞ୍ଚରଇ ଆତ୍ମାରେ ଯେତେ ପ୍ରଜାପତି ବିଶ୍ୱ ସଂସାରକୁ ସୃଜନ୍ତି ସେ ଦେବ କର୍ମ ଶକ୍ତିମୟ ବିଭାଗ କରି ଆତ୍ମା ଦେହ ସର୍ଜିଲା ଏକାଦଶ ତିନି ଇନ୍ଦ୍ରୀ ବ୍ୟାପାରେ କର୍ମ ଘେନି ଅଶେଷ ପ୍ରାଣୀ ଆତ୍ମା ହରି ନିଜ ଭୁବନେ ରୂପ ଧରି ଆଦି ଅବତାର ବଚନେ ଭୂତ ଗ୍ରାମ ଭିନ୍ନେ ଭିନ୍ନେ ଆଧ୍ୟାତ୍ମ ଅଧିଭୂତ ଭାବ ଶୁଣି କଳ୍ପିଲା ଅଧିଦେବ ବିରାଟ ରୂପଦେଶ ପ୍ରାୟ ଏକା ସେ ହୃଦୟ କାରଣ ବିଶ୍ୱସର୍ଜନେ ତା ସଂହାରି ବିଜ୍ଞାନେ ତାହାକୁ ସୁମରି ପ୍ରଜାପତିଙ୍କ ଜନ୍ମ ଜାଣି ବିରାଜେ ଦେବ ଚକ୍ରପାଣି ତତ୍କ୍ଷଣେ ପଶି ନିଜ ତେଜେ ଯେବା ସେ ପ୍ରୟୋଜନ କାର୍ଯ୍ୟେ ସ୍ଥାନ ବିହାଇ ଦଶ ମତେ ଶୁଣନ୍ତୁ ସ୍ଥାପିଲ ଯେମନ୍ତେ ବିରାଟ ମୁଣ୍ଡ ତୁଣ୍ଡ କରି ବଧଇ ଅର୍ଥେ ଅଧିକାରୀ ଅଗ୍ନି ସ୍ଥାପିଲା ବାୟୁ ଅର୍ଥେ ଏବେ ହୋ ଶୁଣ ଏକ ଚିତ୍ତେ ସମ୍ମୁଖ ମଧ୍ୟ ତାଙ୍କୁ ଭେଦି ବରୁଣ ରସନା ସମ୍ପଦି ତାହାଙ୍କୁ ଆବରି ଷଡ଼ର ସେ ଲିଙ୍ଗ ରହିଲେ ଦୃଢ଼ ଦେଶେ ତହୁଁ ନାସିକା ଯହୁଁ ହେଲା ଅଶ୍ୱିନୀ କୁମାର ରହିଲା ତହୁଁ ଦୁଇଟି ଚକ୍ଷୁ ହେଲା ଆଦିତ୍ୟ ମଧ୍ୟରେ ଆଦିତ୍ୟ ତହିଁରେ ବସିଲା ଶରୀର ତକ ଯେ ହୋଇଲା ବାୟୁ ଦେବତା ଆଶ୍ରା କଲା ସେହି ତ୍ୱକରୁ ସ୍ପର୍ଶ ଜ୍ଞାନ ହୋଇଲା ଏକଥା ପ୍ରମାଣ କର୍ଣ୍ଣ ଦୁଇଟି ଯଉଁ ହେଲେ ଦଶ ଦିଗ ସେ ଯେ ଆବରିଲେ ତ୍ୱକରୁ ଚର୍ମ ଭିନ୍ନ ହେଲା ଔଷଧ ଲୋମରେ ବସିଲା ସେହି ଲୋମକୁ କଣ୍ଡୁଆଦି ହୁଅଇ ସ୍ପରଶ ସୁଖାଦି ବିରାଟ ପୁରୁଷ ଉପସ୍ଥେ ଈଶ୍ୱର ହେଲେ ଶୁକ୍ର ଅଂଶେ ସେହି ଶୁକ୍ରର ଅନୁକ୍ଷଣେ ସୁଖ ଲଭନ୍ତି ଲୋକମାନେ ଗୁହରେ ସ୍ଥିତ ବାୟୁଦେବ ଯହିଁରେ ମୂଳକୁ ଛାଡ଼ିବ ହସ୍ତ ଦ୍ୱୟରେ ଇନ୍ଦ୍ର ବସେ କ୍ରୟ ବିକ୍ରୟ ଆଦି ଅଂଶେ ପଦଦ୍ୱୟରେ ଲୋକ ଈଶ ଗମନେ ପ୍ରକାଶ ବୁଦ୍ଧିରେ ବ୍ରହ୍ମା ଯେ ବସିଲା ଜ୍ଞାନ ଅଜ୍ଞାନ ପ୍ରକାଶିଲା ତା ଅର୍ଦ୍ଧ ଊର୍ଦ୍ଧ୍ୱରୁ ଆକୁଳେ ଯେ ଲୋମ ତାର ବାହୁ ବଳେ ମୃତ୍ୟୁ ଯା ବସିଲା ଆବରି ମୃତ୍ୟୁ ଦେବତା ଆଶ୍ରା କରି ତାର ଉତ୍ସର୍ଗେ ଦୃଢ଼ ବନ୍ଦେ ବ୍ୟାପର ଆବରି ଆନନ୍ଦେ ହୃଦୟ ଭେଦି ନିଶାକର ଯେସନ ବ୍ୟସନେ ଗୋଚର ଚନ୍ଦ୍ରମା ତହିଁ ଦୃଢ଼ ମନ୍ଦେ ଆନନ୍ଦେ ରହିଲା ନିଶ୍ଚିନ୍ତେ ଗୁଣ ସୁଭୂତି ଘେନି ଶୂନ୍ୟ ନାଭିରୁ ପ୍ରକାଶେ ଗଗନେ ମର୍ତ୍ତ୍ୟରୁ ସ୍ୱର୍ଗ ଯେ କୋଇଲା ବିରାଟ ପୁଂସ ସବୁ ହେଲା ହେମନ୍ତ ଆତ୍ମା କୃତିମତେ ଦେହ ବାବରିଲା ନିଶ୍ଚିନ୍ତେ ସୃଷ୍ଟି ସୃଜନେ ଯେତେ ଜନ ଦେହ କଳ୍ପିଲା ଭଗବାନ ବ୍ରାହ୍ମଣ ବେଦ ଯେ ମୁଖରୁ ଏ ଚାରି ବର୍ଣ୍ଣଙ୍କର ଗୁରୁ ବିରାଟ ତେଜେ ପୁଣି ହରି ଭୁଜୁ କ୍ଷତ୍ରିୟ ଜନ୍ମ କରି ବୈଶ୍ୟ ଜନ୍ମିଲା ଉରୁ ଯୋଗେ କୃଷାଦି ଜୀବିକା ସ୍ୱଭାବେ ଏ ତିନି ବନ ଯେବା ଅର୍ଥେ ଶୂଦ୍ର ଜନ୍ମିଲା ପାଦଗତେ ତାହାର ସେବାବୃତ୍ତି ଫଳେ ହରି ସନ୍ତୋଷ ଏ ଶୟଳେ ଏ ଚାରି ବନ ଏ ଜଗତେ ସ୍ୱଭାବେ ଜନ୍ମ ଅନୁଗତେ ଜଗତ ଗୁରୁଙ୍କର ପାଦେ ଭଜିବେ ଯୁଗ ଅନୁବାଦେ ସାଧୁ ସୁବୃତ୍ତି ଘେନି ସୁଖେ ବିଷ୍ଣୁ ପୂଜିଲେ ପଞ୍ଚ ଯଜ୍ଞ ମୁଖେ ହେମନ୍ତ ଶୁଣଃ ବିଦୁର ଯାହା କହିଲେ ଗଦାଧର ତୋତେ କହିଲି ମୁହିଁ ଭାବେ ଯାହା ତ ପୁଛିଲ ପ୍ରସ୍ତାବେ ସେ ହରି ଗୁଣ ମାୟା ଅର୍ଥେ କେ ମୁଖେ କହିବ ସାମର୍ଥ୍ୟେ ତଥାପି ଜ୍ଞାନ ମୋର ଯେତେ ସବୁ କହିଲି ତ ଅଗ୍ରତେ ଯାର ମହିମା ଅବଧାନେ ଜ୍ଞାନ ଅମୃତ ରସପାନେ ଜନ୍ମ ମରଣୁ ପ୍ରାଣିତରେ ନ ବୁଡ଼େ ମାୟାର ସାଗରେ ତାର ମହିମା ଏ ସଂସାରେ କେ କହୁ ସତେ ସମ୍ବସରେ ଯାର ମହିମା ଯୋଗୀ ଚିନ୍ତି ବ୍ରହ୍ମା ଶଙ୍କର ମୋହ ଯାନ୍ତି ଅପରେ କେବା ତାହା ଜାଣି କେ ଅବା ମୁଖେ ରେଣୁ ଗଣି ସେହି ମହିମା ନ ପାଇଲେ ଅନନ୍ତ ମହିମା ଶୟଳେ ସେ ହରି ପାଦେ କରି
ବ୍ୟାସ କହଇ ଜଗନ୍ନାଥ ଦାସ ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପରମାଂଶ ସଂହିତାଏ 82 ତୃତୀୟ ସ୍କନ୍ଧେ ମୈତ୍ରେୟ ବିଦୁର ସମ୍ବାଦେ ନାମ ଷଷ୍ଠୋଧ୍ୟାୟ। ଶ୍ରୀମଦ୍ଭାଗବତ ତୃତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ। ଶ୍ରୀଶୁକ ଉବାଚ ଏମନ୍ତ ମୈତ୍ରେୟ ବାଣୀ ବିଦୁର ଦୃଢ଼ ଚିତ୍ତେ ଶୁଣି ଆନନ୍ଦ ମନେ ବ୍ୟାସ ସୁତ କପଳେ ଦେଇ ବେନିହସ୍ତ ରୋମ ପୁଲକେ ତାର ଦେହି ପୁଛେ ମୈତ୍ରେୟ ସୁମୁଖ ଚାହିଁ ବିଦୁର ଉବାଚ ଭୋ ମୁନି ଯେ ବିପରୀତ ଭାବେ ବ୍ରହ୍ମଇ ମୋର ଚିତ୍ତ ସେ ହରି ସ୍ୱଭାବେ ନିର୍ଗୁଣ ନିମନ୍ତେ ପରମ କାରଣ ଲୀଳା ବିହରେ ଗୁଣ କ୍ରିୟା କେ ଜାଣି ପାରିବଟିଏ ବାଳକ କ୍ରୀଡ଼ା ଭାବେ ଯେନେ ମତେ ନ ଘେନି ଅନୁମାନେ ଇଚ୍ଛା ସ୍ୱଭାବେ ଖେଳ ତାର ସେ ନୁହେଁ ସଂଶୟ ଗୋଚର ଯେ ନିଦ୍ରାଗତ ନିଜ ସୁଖେ ସେ କିମ୍ପା ପଶେ ତେ ଦୁଃଖେ ନିଜ ଗୁଣକୁ ମାୟା ବଳେ ସେ ବିସର୍ଜିଲା ଅବହେଳେ ପୁଣି ପାଳିନ କରେ ଅନ୍ତ ବ୍ୟାପାରୀ ପୁରୁଷ ଯେମନ୍ତ କରମ କରି ନାନା ମତେ ଦେଶ କାଳ ପାତ୍ର ଅର୍ଥେ ଏମନ୍ତ ସୃଷ୍ଟି ସେ କରଇ ସେ ମର୍ମ ତାକୁ ନ ଲଗାଇ ମାୟା ସଂସାର ନିପାତନେ ପୁଣ୍ୟ ପୁରୁଷ କ୍ଷଣ କ୍ଷଣେ ଏଣୁ ମୋ ମନେ ଯେତେ ଭେଦ ଜ୍ଞାନ ଖଡ଼ଗେ ଘେନି ଛେଦ। ଶ୍ରୀ ଶୁକବାଚ କହନ୍ତି ଶୁଣ ମୁନିବର ଶୁଣ ପରୀକ୍ଷ ଦଣ୍ଡଧର ଏମନ୍ତ ବିଦୁରର ବାଣୀ ସାନନ୍ଦେ ମୈତ୍ରେୟ ଶୁଣି ମୈତ୍ରେୟ ଉବାଚ ବିଷ୍ଣୁ ଭଜନ ଅନୁରାଗେ ହସି କହନ୍ତି ତାହା ଆଗେ ସେ ବିଷ୍ଣୁ ମାୟାମୟ ଦେହି ଏମନ୍ତ ମନକୁ ମୋହଇ ବିଶ୍ୱର ସ୍ୱଭାବେ ବିମୁକ୍ତ ସେ ଭାବେ ପ୍ରୟୋଜନ ମୁକ୍ତ ଆତ୍ମାରେ ବିପରୀତ ଭାବେ ଈଶ୍ୱର ମହିମା ସ୍ୱଭାବେ ଶରୀର ଯେବେ ଆତ୍ମା କରେ ଯେ ସନ ଈଶ୍ୱର ଭିତରେ ଦେଖନ୍ତେ ପୁରୁଷକୁ ମୋସୋହେ ତାର ବିକାରୁ ଦେହ ବହେ କରମ କରଇ ସେ ଯେନେ ତାକୁ ନ ଲାଗଇ ଅକ୍ଷୟ ବିଷ୍ଣୁ ମାୟା ବଳେ ଚନ୍ଦ୍ରମା ଛାୟା ଯେନେ ଜଳେ ଜଳ କମ୍ପନେ ସେ କମ୍ପଇ ସେ ଯେନେ ତାକୁ ନ ଲାଗଇ ଏ ଜୀବ ବିଷ୍ଣୁ ମାୟା ବଳେ ଆତ୍ମାର ନ ରହେ ନିଶ୍ଚଳେ ଯୋଗୀ ଏ ଯୋଗ ଧ୍ୟାନ ବଳେ ଆତ୍ମାର ନ ରହେ ନିଶ୍ଚଳେ ଇନ୍ଦ୍ରିୟ ତାକୁ ନ ଲାଗନ୍ତି ଅନ୍ତରେ ନିଶ୍ଚଳେ ରହନ୍ତି ବିଷ୍ଣୁର ପାଦେ ସେହି ମତେ ଯେବା ଚିନ୍ତନ୍ତି ଅବିରତେ ତାହାଙ୍କ ଦେହ କ୍ଲେଶ ଯେତେ ଦୈର୍ଯ୍ୟ ହୁଅନ୍ତି ସମସ୍ତେ ଏଣୁ କୁଷ୍ଠର ଗୁଣ ଗାଥା ଯେ ଶୁଣେ ଯେ ଅଭାବକତା ଅଶେଷ କ୍ଲେଶ ତାଙ୍କ ଦେହେ ଦହନ ହୁଅନ୍ତି ପୁଣ୍ୟ ପ୍ରାୟ ସେ ହରି ପାଦ ପଦ୍ମ ଗନ୍ଧେ ଚିତ୍ତଲୋଭିତ ମକରନ୍ଦେ ନିତ୍ୟ ଚିନ୍ତନ୍ତି ଭୃତ୍ୟ ପ୍ରାୟ ତାଙ୍କୁ ନ ଲାଗେ ଯମ ଭୟ। ବିଦୁର ଉବାଚ ଭମୁନି ତୁମ୍ଭ ବାକ୍ୟ ଆସି ମୋ ମନ ସଂଶୟ ବିନାଶୀ କ୍ଷଣ ସଂଶୟ ହୋଇ ଯେନେ ବିସ୍ତାରୀ ବସନ୍ତି କାରଣେ ଏ ସୃଷ୍ଟି ବିସ୍ତାର କାରଣେ ଯେମନ୍ତ ପ୍ରଜାପତି ଗଣେ ସଙ୍ଗେ ସଙ୍ଗତ ପ୍ରତିସଙ୍ଗ ମୋହତ ଅନ୍ତରରେ ବର୍ଗ ଏହାଙ୍କୁ ତହୁଁ ବଂଶ ଯେତେ ଜନ୍ମିଲେ ବଂଶାନୁଚରିତେ ବିରାଟ ରୂପ ଦେହ ମଧ୍ୟେ ଯେବା ବସନ୍ତି ଅଧ ଊର୍ଦ୍ଧ୍ୱେ ଚତୁର ଲୋକ ଦେହ ସ୍ଥିତେ କେତେ ଅନ୍ତରେ ଅଛନ୍ତି ଦେବ ମନୁଷ୍ୟ ପଶୁ ଗଣେ ପକ୍ଷୀ ପତଙ୍ଗ ଭୂମି ତୃଣେ ସ୍ୱେଦଣ୍ଡଜ ଜରାୟୁଷ ଉଦ୍ଭିଦ ଆଦି ବୃକ୍ଷ ରାଜ ଯେଣେ ସେ ଯେବା ଆଦି ଭାର ସୃଷ୍ଟି ପାଳନେ ଅନ୍ତର ତେଣୁ ସେ ସର୍ବ ଶ୍ରୀନିବାସ ଯାର ମହିମା ଅବକାଶ ସେବନାଶ୍ରମଙ୍କ ବ୍ୟବହାର ଯେ ଜନ ଅଣ୍ଡଜ ଆକାର ଋଷିଙ୍କ ଜନ୍ମକର୍ମ ଯେତେ ବେଦ ବୃକ୍ଷର ସମମତେ ଯୋଗ ସାଧନେ କେତେ ସାଧି କର୍ମତା କେତେକ ବିରୋଧୀ ନିଷ୍କାମ ବିଧି ଯେତେ ସାର ଯେମନ୍ତ ତତ୍ୱର ବିଚାର ପାଷାଣ ପଥଜନ ସମସ୍ତେ ପ୍ରତିଲୋମ ଅତି ଲୋମ ଜୀବର ଗତି ଯେତେ ମାର୍ଗ ସେ ପୂର୍ଣ୍ଣ ଗୁଣ କର୍ମ ଯୋଗ ଯଥାର୍ଥ କାମ ମୁଖ୍ୟ ଆଦି ଯେ ମାର୍ଗେ ଯେମନ୍ତ ସମ୍ପାଦି ଯେବା ତ୍ରିପଦଣ୍ଡ করে ঘেনি যে বেদ বিধি অনুমানি শ্রীধর সেবা নীতিবিধি পিতৃগণଙ୍କ স্নান আদি গ্রহ নক্ষত্র তারা গণে যে কাଳ রূপী অপ্রমাণে দান ত্যাগরে ফଳ যেতে যে অবাভ যে কৃষ্ণ প্রীতে গৃহবাসীর যেতে ধর্ম আপদ কাଳେ যেবা কর্ম যেণে গোবিন্দ তোষ ହୋଇ ସେ ଧର୍ମ ଜନନୀ ବୋଲାଇ ସେ ହରି ପ୍ରସନ୍ନେ ଯେମନ୍ତ ଭୂମୁନି କହ ଦୟାଚିତେ ସେ ଭାବେ ଗୁରୁ ଶିଷ୍ୟ ଗଣେ ଯେମନ୍ତେ ଜୀବ ପରିତ୍ରାଣେ ସେ ଯେ ପ୍ରଭୁ ପିତା ତୋଷ ହୋଇ
ଯେ ପୁତ୍ର ପିତା ତୋ ସହି ଅଧର୍ମ ମୋତେ ସାକ୍ଷୀ ଦେଇ ଆତ୍ମା ତତ୍ଵ ବା କେତେ ସୃଷ୍ଟିରେ ସଚରନ୍ତି ଯେତେ ବିରାଟ ରୂପେ ଦେହ ଥାନ୍ତି ପୁଣି ଯେ ମନ୍ତଲି ନ ହୁଅନ୍ତି ଆତ୍ମାର କ୍ଷଣୀୟ ବା ଦେହି ବିଶ୍ୱରୂପକୁ କି ପ୍ରକାଶ ସେ ଗୁରୁ ଶିଷ୍ୟର ସମ୍ବାଦ ଜ୍ଞାନ ସମାଧି ମୁଖ୍ୟ ସାଧ ଏ ଆଦି କରମ ଗୋଚର ପଣ୍ଡିତ ଜନଙ୍କ ବ୍ୟବହାର କେମନ୍ତ ପୁରୁଷଙ୍କ ଦେହେ ଭକ୍ତି ବୈରାଗ୍ୟ ଜାତ ହୁଏ ଏ ଯେତେ ପୁରୁଷ ମୁରାରି ହରି ମହିମା ଇଚ୍ଛା କରି ଜଗତେ ଦେଖ ଯଜ୍ଞ ଯେତେ ତପ ସମାଧି ନଦୀ ଅର୍ଥେ ଜୀବକୁ ଯେତେ ଦୟା ବଏ ହରିଙ୍କୁ ଦେଖ ସର୍ବଦେହେ ସେ ପୁଣ୍ୟ କଲା ଯେତେ ସମ ହୁଅନ୍ତି ତେଜି ନିଜ କର୍ମ ହେମନ୍ତ ପୁରାଣ ସଂକଳ୍ପେ ବିଦୁର ମୈତ୍ରୀୟ ସମୀପେ ଆନନ୍ଦେ ଯେତେ ପଚାରିଲା ସୃଷ୍ଟି ସମ୍ପାଦେ ଯେତେ ଲୀଳା ଶୁଣି ହରସ ମୁନିବର ବୋଲନ୍ତି ଶୁଣ ହେ ବିଦୁର ଶ୍ରୀ ସୁକ ବାଚ ଏ ଭାଗବତ ପ୍ରଶ୍ନ ବାଣୀ କନେ ଶୁଣନ୍ତି ଯେତେ ପ୍ରାଣୀ ଯେ ବା ବଦନେ ଉଚାରି ବିଷ୍ଣୁ ମାୟାରୁ ଜାନ୍ତି ତୋରି ତୃତୀୟ ସ୍କନ୍ଧେ ଭାଗବତ କହିଲେ ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ ଭାଗବତ ମହାପୁରାଣେ ପରମହଂସ ସଂହିତାଏ 82 ତୃତୀୟ ସ୍କନ୍ଧେ ମୈତ୍ରୀୟ ବିଦୁର ସମ୍ବାଦେ ନାମ ସପ୍ତମ ଅଧ୍ୟାୟ।